ଚାଲନ୍ତେ ଶୂନ୍ୟ ଶବଦ, ଚାଲନ୍ତେ ଶୂନ୍ୟ ଶବଦ, ଅନୁମାନ ଚିତେ ଭେଦ, ଚାଲନ୍ତେ ଶୂନ୍ୟ ଶବଦ, ଚାଲନ୍ତେ ଶୂନ୍ୟ ଶବଦ, ଅନୁମାନ ଚିତେ ଭେଦ, ଅନୁମାନ ଚିତେ ଭେଦ, ଚାଲନ୍ତେ ଶୂନ୍ୟ ଶବଦ, ଅକଳନା ବାରା ନିଧି ନାମ ମହିମା ଅଗାଧ, ଅକଳନା ବାରା ନିଧି ନାମ ମହିମା ଅଗାଧ, ଚାଲନ୍ତେ ଶୂନ୍ୟ ଗମ୍ୟ ନାହିଁ ଚାରି ଧର୍ମ, ଗମ୍ୟ ନାହିଁ ଚାରି ଧର୍ମ, ଜ୍ୟୋତି ଜଳା ଉର୍ମ ଧୂର୍ମ, ବ୍ରହ୍ମା ବିଷ୍ଣୁ ଶିବ ବଣା, ହେମନ୍ତ ସେ ଯେଉଁ ପାଦ, ଚାଲନ୍ତେ ଶୂନ୍ୟ ଶବଦ, ଅନୁମାନ ଚିତେ ଭେଦ, ଅନୁମାନ ଚିତେ ଭେଦ, ଚାଲନ୍ତେ ଶୂନ୍ୟ ଶବଦ, ଗମ୍ୟ ନାହିଁ ଚାରି ଧର୍ମ, ଗମ୍ୟ ନାହିଁ ଚାରି ଧର୍ମ, ଗମ୍ୟ ନାହିଁ ଚାରି ଧର୍ମ, ଗମ୍ୟ ନାହିଁ ଚାରି ଧର୍ମ, ଜ୍ୟୋତି ଜଳା ଉର୍ମ ଧୂର୍ମ, ଜ୍ୟୋତି ଜଳା ଉର୍ମ ଧୂର୍ମ, ବ୍ରହ୍ମା ବିଷ୍ଣୁ ଶିବ ବଣା, ହେମନ୍ତ ସେ ଯେଉଁ ପାଦ, ଚାଲନ୍ତେ ଶୂନ୍ୟ ଶବଦ, ଚାଲନ୍ତେ ଶୂନ୍ୟ ଶବଦ, ଅନୁମାନ ଚିତେ ଭେଦ, ଅନୁମାନ ଚିତେ ଭେଦ, ଚାଲନ୍ତେ ଶୂନ୍ୟ ଶବଦ, ଚାଲନ୍ତେ ଶୂନ୍ୟ ଶବଦ। এটা ଜରିଟା, ଏଟା ଡବାଟା, ଏଟା ପାଣି ୱାରିଂ ପାଇପଟା, ଏଇଠି ଗୋଟେ ଷ୍ଟିଲ ଯୋଉ ମଶା ଜାଲି ନୁହଁ, ତା ଦେହରୁ ଖଣ୍ଡେ ତାର ବାହାର କରିଛି। ସାଧାରଣ ଲୋକର ଅସାଧାରଣ କାମ। ଇଏ ହଉଛି ଗୋଟେ ବାଦ୍ୟ, କଣ ତାର ନାମ? ରେଲସେଲ ଚାଲିଛି। କହିଲେ ବାନ୍ଧି ଜାଣିଲେ ମଥା ସୁନ୍ଦର, କହି ଜାଣିଲେ କଥା ସୁନ୍ଦର, ତେଣୁ ଶିକ୍ଷା ୟାଙ୍କର ଯୋଉ ଦିଟା ଯାକର ପୁରା ଶେଷ ସୀମା ରହିଛି, କିନ୍ତୁ ଶିକ୍ଷା ଗୋଟେ ତାର ଆଦ୍ୟ ଅଛି, କିନ୍ତୁ ସମୁଦ୍ର ଲହଡି, ସମୁଦ୍ର ଲହଡି ଭଳିଆ ଗୋଟେ ପରେ ଗୋଟେ, ଗୋଟେ ପରେ ତା ଶେଷ ସୀମା ନାହିଁ। ବିଦ୍ୟା ଅସାର, ତେଣୁ ସାଧନା ନହେଲେ ହେଇପାରିବନି। ତେଣୁ ସାଧାରଣ ଲୋକ ଭଜନ ସହ ଭାଜନ, ଭଜନ ଭାଜନ ଏକତ୍ର କରିବାକୁ ପଡୁଛି। ଟିକେ କଣ କରିବା, ଭଲ ଲାଗୁନି, ରାତିରେ ଗୋଟେ ଏକୁଟିଆ ଚଲେଇଛି ଆଉ। ହଉ ଭାଇମାନେ, ସାଧାରଣ ଲୋକର ଅସାଧାରଣ କାମଟି ଆଉ ପ୍ରଭୁଙ୍କର ଭଜନଟି ରଖିଲି। ଆପଣମାନେ କମେଣ୍ଟ କଣ ଦେବା କଥା ଦେବେ ଆଉ, କାରଣ ଆମେ ଦେଖିଲୁ ଗୋଟେ ପଢିଦେଲୁ ତ, ସେଇ ହିସାବରେ କୋଉଠି ଭୁଲ ବଟୁଆ ଥିବ ଆପଣ କ୍ଷମା କରିବେ ଆଉ।